ରାଶି ଭାଇ ଭଉଣୀ ମାନେ ପୃଥିବୀରେ ଯେତେ ରହିଲେ 10-5, 11-5, 12-5 ସେମାନଙ୍କର ମଙ୍ଗଳ କି ଫଳ ଦେବେ? ସିଂହ ରାଶିର ସିଂହ ରାଶି ସିଂହ ଲଗ୍ନର ମଙ୍ଗଳ ହେଲେ ନବମାଧିପତି ଓ ଚତୁର୍ଥାଧିପତି। ତେଣୁକରି ନବମାଧିପତି ରହିଲେ ନବମସ୍ତ, ନବମାଧିପତି ରହିଲେ ନବମସ୍ତ। ଆପଣ ଯେଉଁ 20 ତାରିଖ ଭିତରେ ଆପଣ ଯେଉଁଟା ମନେ କରିବାକୁ କହୁଛନ୍ତି କରନ୍ତୁ, କିଛି କେଉଁଥିରେ ଫେଲ୍ ହେବାର ପ୍ରଶ୍ନ ଉଠୁନି। ଘର ଆରମ୍ଭ କରିଦିଅନ୍ତୁ, ଜାଗା ଦ୍ୱନ୍ଦ୍ୱ ତୋଟିବାକୁ ବାହାରି ପଡ଼ନ୍ତୁ। ଯଦି କୁଟୁମ୍ବରେ ଦ୍ୱନ୍ଦ୍ୱ ଅଛି ତାକୁ ତୋଟିବାକୁ ଚେଷ୍ଟା କରନ୍ତୁ। ଯଦି ମାର କ୍ଲେମ୍ ଥିଲା ସରିଯିବ, ସେ ଆସ୍ତେ ଆସ୍ତେ ସୁସ୍ଥ ହେବ, ମାତୃ ଭଲ ରହିବ। ତାପରେ ବିଦେଶ ଯାତ୍ରା ବି ରହିଛି। ଭାଗ୍ୟ ଠିକ୍ ଅଛି। ଭାଗ୍ୟ ଠିକ୍ ଥିଲେ କର୍ମ କରିବା ଦରକାର ନାହିଁ। ମୁଁ ବହୁ ପରୀକ୍ଷା କରିଛି, ମୋତେ କେହି ବୁଝେଇ ପାରିବିନି। ଗୋଟେ ଲୋକର ପିଲାର ତା'ର ଭାଗ୍ୟ ଠିକ୍ ଅଛି, ଜାତକରେ କର୍ମ ଠିକ୍ ଅଛି, କିଛି ନ କରୁ ସେ କୋଟିପତି ହେବ। ଯଦି ଗୋଟେ ପିଲାର ଭାଗ୍ୟ କର୍ମ ଠିକ୍ ଅଛି, ଭାଗ୍ୟ ଠିକ୍ ନାହିଁ, ଘାସ କାଟିବ ସିଏ। ହେଇଛି ନା ହେବ କ'ଣ? ହେଇଛି। ମୁଁ ଦେଖେଇଦେବି, ମୋ ପାଖକୁ ଗଲେ ମୁଁ ଭିଡ଼ିକି ନେଇ ଦେଖେଇଦେବି। ଏ ଲୋକ ଜାତକରେ କିଛି ନାହିଁ, ୟାର ଭାଗ୍ୟ ଭଲ ଅଛି, କିନ୍ତୁ ଏ ବହୁତ ଉଚ୍ଚାରେ ଅଛି। ଏ ଲୋକ ସବୁବେଳେ ଭଲ କର୍ମ କରି ଏ ବର୍ତ୍ତମାନ ଖାଇବାକୁ ପାଉନି। ଅଛି ନା? ଅଛି। ଯେଉଁମାନଙ୍କର ଭାଗ୍ୟ କର୍ମ ଜାତକ ଠିକ୍ ରହିବ ସେ ପୁରା ଟ୍ୟାଲେଣ୍ଟରେ ରହିବେ। ତେଣୁ ଏଇ ଯେଉଁ ରହିଲା ଆମର 20 ତାରିଖ ପର୍ଯ୍ୟନ୍ତ ବର୍ତ୍ତମାନକୁ ଯେଉଁ ରାଶିରେ ରହିଲା ସିଂହ ରାଶିର କିଛିଟା ପରିବର୍ତ୍ତନ ଆସିବ। ଆଉ ପୁରା ପରିବର୍ତ୍ତନ ହେଇଯିବ ଯଦି ଜନ୍ମ ଜାତକରେ ସିଂହ ଲଗ୍ନ ହେଇଥିବ, ସିଂହ ରାଶି ହେଇଥିବ, ମଙ୍ଗଳ ନବମରେ ଥିବେ। ସେ ଜାତକ ମଧ୍ୟ ଦେଖେଇଲେ ସେ କେମିତି ଖାଇବାକୁ ପାଉନି ଦେଖିବା, ପରୀକ୍ଷା କରିବା। ଅଛି। ମଙ୍ଗଳ ବହୁତ ଶୁଭଫଳ ଦେଉଛନ୍ତି। ମଙ୍ଗଳଙ୍କର ଗୋତ୍ର ହେଲା ଭରଦ୍ୱାଜ, ତା'ର ଅନ୍ୟ ନାମ ହେଲା ଅଙ୍ଗାରକ, କୁଜ, ଭୌମ, ଲୋହିତାଙ୍ଗ, ଭଇସୂତ, କ୍ଷିତିସୂତ, ଚକ୍ର ଓ କ୍ରୂର। ଦେଖିବା ଅଲଗା ରାଶି।